जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आमे एई सेशन रे अ, आरंभ करिबा भगवान सूर्य ग्रह ग्रह क्रम रे भगवान सूर्य देवंकर विषय आज आमे आलोचना करिया। सूर्य देवଙ୍କୁ सकल चराचर जगतर आत्मा ବୋଲି କୁହାଯାଏ। ଏଇ ଯୋଉ ଭିଡିଓଟା ହବ ଏ ଭିଡିଓଟାରେ ମୁଁ କୌଣସି କହିବିନି କି ଏମିତି ହେଲେ ଏମିତି ହବ, ଏ ଘରେ ରହିଲେ ସୂର୍ଯ୍ୟ ଏଇଆ ହବ। ମୁଁ ମୋର ଗୋଟେ ଇନସାଇଟ୍ ଦେବି, ଯୋଉ ଇନସାଇଟ୍ ବଳରେ ଆପଣ ମାନେ ତାକୁ ରିଲେଟ କରିକି ଆପଣ ମାନଙ୍କର ପ୍ରେଡିକ୍ସନ କରିବେ। କର୍ମକାଣ୍ଡରେ ଗୋଟେ ଶ୍ଲୋକ ଅଛି ଭଗବାନ ସୂର୍ଯ୍ୟଙ୍କୁ ନେଇ, ଉଦୟ ବ୍ରହ୍ମଣେ ରୂପ ମଧ୍ୟାହ୍ନେ ତୁ ମହେଶ୍ଵର ଅସ୍ତମାନେ ସ୍ୱୟଂ ବିଷ୍ଣୁ ତ୍ରିମୂର୍ତ୍ତିଶ୍ଚ ଦିବାକର। ଆମର ସନାତନ ଧର୍ମ ସଂସ୍କୃତିରେ ଅଛି ବ୍ରହ୍ମା ବିଷ୍ଣୁ ମହେଶ୍ଵର ତ୍ରିଦେବଙ୍କ କଥା। ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା। ଏଇ ସୃଷ୍ଟି, ସଂହାର ଏବଂ ପାଳନ କ୍ରମରେ ତିନି ଦେବଙ୍କୁ ଆସାଇନ୍ କରାଯାଇଛି, ବ୍ରହ୍ମା ବିଷ୍ଣୁ ମହେଶ୍ଵର, ସମସ୍ତେ ଏଟା ଜାଣନ୍ତି। ଏଇ ଶ୍ଲୋକଟା କହୁଛି ଉଦୟ ବ୍ରହ୍ମଣେ ରୂପ ମଧ୍ୟାହ୍ନେ ତୁ ମହେଶ୍ଵର ଅସ୍ତମାନେ ସ୍ୱୟଂ ବିଷ୍ଣୁ ତ୍ରିମୂର୍ତ୍ତିଶ୍ଚ ଦିବାକର। ଏଇଥିରୁ ଆପଣ ମାନେ ବୁଝିପାରିବେ ସେଇ ପରବ୍ରହ୍ମ ପରମାତ୍ମା ହିଁ କେବଳ ତିନି ସ୍ୱରୂପ ହେଇପାରିବ ଏବଂ ତାର ଜ୍ୟୋତି ହଉଛନ୍ତି ସୂର୍ଯ୍ୟ ଭଗବାନ। କାଳପୁରୁଷ କୁଣ୍ଡଳୀକୁ ଯଦି ଆପଣ ମାନେ ଅଧ୍ୟୟନ କରିବେ ତାହେଲେ କାଳପୁରୁଷ କୁଣ୍ଡଳୀକୁ ଭଗବାନ ସୂର୍ଯ୍ୟ ରୁଲ କରନ୍ତି 5th ହାଉସରେ। କାଳପୁରୁଷ କୁଣ୍ଡଳୀରେ ଭଗବାନ ସୂର୍ଯ୍ୟ ରୁଲ କରନ୍ତି 5th ହାଉସରେ ଏବଂ ମହର୍ଷି ପରାଶର ବୃହତ ପରାଶର ପରାଶାସ୍ତ୍ରରେ କହିଛନ୍ତି ଯେ ସୂର୍ଯ୍ୟ ହଉଛନ୍ତି ଚରାଚର ଜଗତର ଉତ୍ପତ୍ତିର କାରଣ ଏବଂ ସାଇନ୍ସ କହେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର। ଏବଂ ମହର୍ଷି ବ୍ୟାସଦେବ ତାଙ୍କର ସ୍ତୁତିରେ, ନବଗ୍ରହ ସ୍ତୁତିରେ ଲେଖିଛନ୍ତି ଜପା କୁସୁମ ସଂକାଶଂ କାଶ୍ୟପେୟଂ ମହାଦୂତିଂ ଧୂନ୍ତାରିଂ ସର୍ବ ପାପଘ୍ନଂ ୟା ତମୋରିଂ ସର୍ବ ପାପଘ୍ନଂ ପ୍ରଣତୋସ୍ମି ଦିବାକରମ୍। ଯିଏ ସେଇ ରକ୍ତ ଯୋଉ ଜପା କୁସୁମ ସଂକାଶ ଯୋଉ ମନ୍ଦାର ଫୁଲଟାକୁ ଯଦି ଦେଖିବ, ସେ ଯୋଉ ଭଳି ଭାବରେ କଲର ତାର ଏବଂ କୁସୁମ ମାନେ ଗେଣ୍ଡୁର ବି ସେଇ ଯୋଉ ମିଶ୍ରିତ ବର୍ଣ୍ଣର କଲର ଯେମିତି ଆସିବ, ସୂର୍ଯ୍ୟଙ୍କ କଲର ସେଇଆ। କାଶ୍ୟପେୟଂ ମହାଦୂତି ମାନେ ସେ କଶ୍ୟପ ଗୋତ୍ରର, ମହାଦୂତି ମାନେ ଆଲୋକ, ଧ୍ୱନ୍ତାରିଂ ବା ତମୋରିଂ ସର୍ବ ପାପଘ୍ନଂ ମାନେ ସବୁ ପାପକୁ ବିନାଶ କଲା ବାଲା, ଜପା କୁସୁମ ସଂକାଶଂ କାଶ୍ୟପେୟଂ ମହାଦୂତିଂ ତମୋରିଂ ସର୍ବ ପାପଘ୍ନଂ ପ୍ରଣତୋସ୍ମି ଦିବାକର। ମୁଁ ସେଇ ଦିବାକରଙ୍କୁ ପ୍ରଣାମ କରୁଛି। ଦିନର ଆରମ୍ଭରେ ଦିନର ଆକାର ନିଅନ୍ତି। ଏଇଥିରୁ ଆମେ କଣ ଜାଣିଲେ ଶ୍ଲୋକରୁ, ବ୍ୟାସଦେବଙ୍କ ଶ୍ଲୋକରୁ, ମହର୍ଷି ବ୍ୟାସଦେବଙ୍କ ଶ୍ଲୋକରୁ, ମହର୍ଷି ପରାଶରଙ୍କ ଶ୍ଲୋକରୁ ଏସବୁ ଜାଣିଲେ ଯେ ସୂର୍ଯ୍ୟ ହଉଛନ୍ତି ଚରାଚର ଜଗତର ଉତ୍ପତ୍ତିର କାରଣ ଏବଂ ସକଳ ଜଗତର ଆତ୍ମା ଏବଂ ସିଏ ସବୁ ପାପକୁ ବିନାଶ କରନ୍ତି। ଯଦି ସୂର୍ଯ୍ୟ ସକଳ ଚରାଚର ଜଗତର ଆତ୍ମା, ତାହେଲେ କାଳପୁରୁଷ କୁଣ୍ଡଳୀରେ ପଞ୍ଚମ ଭାବରୁ କଣ ଦେଖାଯାଏ ନା ସନ୍ତାନ ଦେଖାଯାଏ ଏବଂ ବୁଦ୍ଧି ଦେଖାଯାଏ। ପୂର୍ବ ପୁଣ୍ୟ ଭାବ ବି ପଞ୍ଚମ ଭାବରୁ ଦେଖାଯାଏ ଏବଂ ଭାବାତ ଭାବମ ଫଳ ହିସାବରେ 5th ରୁ 5th ମାନେ 9th ହାଉସ ରୁ ବି ପୁଣ୍ୟ ଫଳ ପରମ୍ପରା ଏବଂ ପିତାକୁ ଦେଖାଯାଏ। ତେଣୁ ଆମେ ଗୋଟେ ଯଦି ଶାସ୍ତ୍ର ଅନୁସାରେ ଗୋଟେ କନକ୍ଲୁଜିଭ ଓପିନିୟନରେ ଯିବା, ଏ ବୁଦ୍ଧି ଏ ମନ କୋଉଠି ଅଛି? ଆମ ଆତ୍ମା ଭିତରେ ହିଁ ଅଛି। ଏ ଶରୀରଟା ଭିତରେ ଯୋଉ ଆତ୍ମା ଅଛି ସେ ହଉଛନ୍ତି ସୂର୍ଯ୍ୟ। ତେଣୁ ସୂର୍ଯ୍ୟ ହଉଛନ୍ତି ଆତ୍ମାର କାରକ।
बुद्धि जो बुद्धि सुबुद्धि बुद्धि दी प्रकार गोटे है सुबुद्धि गोटे है कुबुद्धि तेणु जो बुद्धिटा रोची जोटा आत्मारू पूर्वर पूर्ण पूर्व पुण्य भाव इनहेरिट है आम भितर आसूची आमर जो गुण वैशिष्ट्य गुड़ाक जो आत्मा भितर स्टोर होकर रोचे आमर पूर्व जन्मर संस्कार और कर्म माध्यम जोड़ाक आम अर्जन करछे सेटा आत्मा भितर स्टोर हुए बॉडी भितर नुह सेटा जो क्यारी ओभर करे एटा सूर्यकरण तापर सूर्य आउ को जिनसर कारक ना सूर्य होउछन्ति सरकार ग्रह जगतर राजा सूर्य भी आज का डेट रे मॉडर्न डे इंटरप्रिटेशन गवर्नमेंट को भी रिप्रेजेंट करे सूर्य फेम माने कौन से कहवा प्रतिष्ठा फेम पाइबा फेम माने कौन ओडिया मोर हठात आसुनी मुंड को फेम माने कौन प्रतिष्ठा नाम ବା ଖ୍ୟାତି 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 हाँ ନାମ नाम बा ଖ୍ୟାତି। ख्याति हाँ ख्याति आउ जसर कारक आउ डाहाण आखिर कारक हाडर कारक एवं एमती विभिन्न कारक अच्छी बही बहुत गुड़ा देती कि एगुड़ा आमर थिले शास्त्र हिसाब से इंटरप्रिटेशन सूर्य होउछन्ति सत्वगुणी प्लानेट सूर्य पाप ग्रह नुह सूर्य होउछन्ति क्रूर ग्रह किंतु सत्वगुणी तेणु जदि आमे प्लानेट क्रम देखिबा वर्ण क्रम देखिबा ताले सूर्य को क्षत्रिय वर्ण कुआ जाए केवल सूर्य नुह सूर्य एवं मंगल को क्षत्रिय वर्ण कुआ जाए हेले सूर्य तांको क्षत्रिय वर्ण को मेंटेन करने पूर्वक सत्व गुण को भूलती नहीं से से क्रूर ग्रह हेले पापी ग्रह नुह तांको पाखरे अथॉरिटी जे अथॉरिटी हबो से यदि टिके स्ट्रिक्ट न हबो ताले ता कथा तो केही शुणिबेनी तेणु सूर्य होउछन्ति स्ट्रिक्ट बा क्रूर किंतु से पापी ग्रह नुह तेणु जेनेराली कुंडली रे तुमर सूर्य जोउठी अछि सीए कहूची तुमर एई जन्मर उत्पत्तिर कारण कारण जीए जो सूर्य जगतर चराचर जगतर उत्पत्तिर कारण तम कुंडली जो सूर्य अच्छा सी हूँ तुम कुंडली तुम कहीं जन्म नहीं तार सूर्य तुम जो घरे अच्छा जो भाव रे सूर्य बसुँच से तुम्हें जन्म नहीं ये इहलोक जन्मटा ये पाइच सूर्य को आत्मज्ञान कार कहुए कारण आत्मार आत्मज्ञान था आत्मार द्वारा ही मनीष आत्मज्ञान को प्राप्त करि पारे मनीष जेतेबेले तार चिंताधारा भितरे आत्मा को अन्वेषण करे आत्मा माने निजु जेतेबेले अन्वेषण करे जेतेबेले से निजु को जानी जाए सेतेबेले पृथ्वीर समस्त विषय को से जानी जाए जहाँ कहते आत्मज्ञान प्राप्ति से आत्मज्ञान प्राप्ति केतेबेले हुए ना मनुष्य जेतेबेले तार कर्म माध्यम रे तार पुरुणा पूर्व जन्मर पाप कर्म गुड़ी को विनाश करे एवं नुआ भल कर्म करि चले सेतेबेले सीए तार आत्मा को जानिबा निजको जानिबा पछरे आगे जाए क्लियर तेणु गोटे ये जो विद्याटा आम शिखु एटा केतुंग महाराज अंडर रे आसे ये जो आम एस्ट्रोलॉजी विद्या करू एटा केतु महाराज अंडर रे आसे किंतु ए विद्या को परसु करिवार शक्ति मध्य सूर्य आसे तेणु प्रत्येक एस्ट्रोलॉजर को गुरुदेव तांको गुरु जी गणपति जगदम्बा उनको सहित सूर्यंकर उपासना प्रत्येक दिन करवा उचित बड़ बड़ जो जो एस्ट्रोलॉजर माने अछंती तांको बही जदि आपण माने पढ़िबे सेतरे अछि जे तांको गुरु तांको एस्ट्रोलॉजी करबा क्रम रे सूर्य भगवानଙ୍କର उपासना करबा पई कहिछन कारण से होचंदी उत्पत्तिर कारण सकल शक्तिर आधार तेणु सूर्यंकर ये थिला गुण वैशिष्ट्य एवं ये गुण वैशिष्ट्य क्रम रे मु आ गोटे कथा कहि रखे जे अवतार कथन अध्याय रे महर्षि पराशर सूर्य को भगवान श्रीराम को सहित तुलना करिसेंती
ଯେତେବେଳେ ଭଗବାନ ଶ୍ରୀରାମ ଲଙ୍କା ଉପରେ ଆକ୍ରମଣ କରିବାକୁ ଗଲେ ସେତେବେଳେ ବି ସିଏ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିଛନ୍ତି ଏବଂ ସିଏ ଯୋଉ ସ୍ତୋତ୍ର ସୂର୍ଯ୍ୟ ଭଗବାନଙ୍କୁ ରଚନା କରିଛନ୍ତି ସିଏ ହଉଛି ଆଦିତ୍ୟ ହୃଦୟମ୍ ସ୍ତୋତ୍ର। ତେଣୁ ଯେତେବେଳେ କୌଣସି ମଣିଷକୁ ନିଜର ଶତ୍ରୁ ମାନେ ପ୍ରୋବ୍ଲେମ ଫେସ୍ ସୃଷ୍ଟି କରନ୍ତି ତାଙ୍କ ଜୀବନରେ ସେତେବେଳେ ଆଦିତ୍ୟ ହୃଦୟମ୍ ସ୍ତୋତ୍ର ପାଠ କରିବା ଉଚିତ। କାହିଁକି? କାରଣ ସୂର୍ଯ୍ୟ କ୍ରୂର ଏବଂ ପରାକ୍ରମୀ ହେଇ ମଧ୍ୟ ନିଜର ସତ୍ୱ ଗୁଣକୁ ତ୍ୟାଗ କରନ୍ତି ନାହିଁ। ନହେଲେ ଭଗବାନ ଶ୍ରୀରାମ ନିଜର ଯେତେବେଳେ ଲଙ୍କାକୁ ଆକ୍ରମଣ କରିବାକୁ ଗଲେ, ଯୁଦ୍ଧ କରିବାକୁ ଗଲେ, ସିଏ ସେଇ ଭାବଟାକୁ ନିଜ ଭିତରେ ଉଦ୍ରେକ କଲେ କି ମାନେ ସିଏ ଯୁଦ୍ଧ ତ ହବ, ପରାକ୍ରମ ତ ଦେଖାଯିବ, କିନ୍ତୁ ହେଲେ ସତ୍ୱ ଗୁଣର ତ୍ୟାଗ ନ ହଉ। ସେଥିପାଇଁ ଆଦିତ୍ୟ ହୃଦୟମ୍ ସ୍ତୋତ୍ରର ରଚନା କରାଗଲା। ତେଣୁ ସୂର୍ଯ୍ୟ ତମ କୁଣ୍ଡଳୀର ଯୋଉ ଭାବରେ ବସିଛନ୍ତି ସେ ଭାବ ତୁମର ଉତ୍ପତ୍ତିର କାରଣ ଏବଂ ସେଇ ଭାବ ହିଁ ତୁମର ନିଜକୁ ଜାଣିବାର କାରଣ। ଲେଟ୍ ସେ କାର ସୂର୍ଯ୍ୟ ପ୍ରଥମ ଭାବରେ ବସିଛନ୍ତି, ଫାଷ୍ଟ ଲଗ୍ନରେ ବସିଛନ୍ତି ସୂର୍ଯ୍ୟ, ତାହେଲେ ସିଏ ଅଥରିଟେରିଆନ ହବ ହିଁ ହବ। ସ୍ଥାନ ଯେକୌଣସି ଲଗ୍ନ ହଉ ତା ଭିତରେ ସେଇ ଯୋଉ ଅଥରିଟେରିଆନ ପ୍ରିନ୍ସିପଲ ଆସିବା କଥା ଆସିବ। ସେ ନିଜକୁ ନିଜେ ଜନ୍ମ ହବାର କାରଣ ହଉଛି ନିଜକୁ ନିଜେ ଜାଣିବା ପାଇଁ ଏ ଜନ୍ମଟା ନେଇଛି। ଯଦି କାର ସୂର୍ଯ୍ୟ ଏକାଦଶ ଭାବକୁ ପଳେଇଲେ ତାହେଲେ ଏକାଦଶ ଭାବର କାରକ ତତ୍ଵ କୁ ତାର ଅପୂର୍ଣ୍ଣ ରହିଯାଇଥିଲା ପୂର୍ବ ଜନ୍ମରେ, ସେଇ ପୂର୍ବ ଜନ୍ମର ସଂସ୍କାର ଗୁଡିକୁ ସେ ଏକାଦଶ ଭାବ ସହିତ ଯୋଡି ହେଲେ ହିଁ ଯାଇକି ସିଏ ତାର ଆତ୍ମ ଅନୁଭୂତି ବା ଆତ୍ମଜ୍ଞାନର ଅନୁଭୂତି କରିପାରିବ। ଏମିତି ଦ୍ୱାଦଶ ଭାବରୁ ଯୋଉ ଭାବ ସହିତ ସୂର୍ଯ୍ୟ ଯୋଡି ହେଇଗଲେ ସେ ଭାବର କାରକ ତତ୍ଵ ଦେଇ ହିଁ ତୁମେ ଗଡ ରିଲେସନ ବା ଆତ୍ମ ସେଲ୍ଫ ରିଏଲାଇଜେସନ ଦିଗରେ ଆଗେଇ ପାରିବ। ସୂର୍ଯ୍ୟଙ୍କୁ କେହି ପରାସ୍ତ କରିପାରିବେ ନାହିଁ ବା ସୂର୍ଯ୍ୟଙ୍କ ଆଲୋକକୁ କିଏ ରୋକିପାରିବ? ଆଲୋକକୁ କେବଳ ଗୋଟେ ଜିନିଷ ରୋକିପାରିବ, ସେଇଟା ହଉଛି ଧୂଆଁ। ସେଇଥିପାଇଁ ସୂର୍ଯ୍ୟ ଆଉ ରାହୁର କମ୍ବିନେସନ ଟାକୁ ଖରାପ କୁହାଯାଏ। କାହିଁକି ନା ରାହୁ ହଉଛନ୍ତି ଧୂଆଁ। ଆଲୋକ ଭିତରେ ଯିଏ ଆଲୋକକୁ ପ୍ରତିବନ୍ଧକ କରିଦବ କିଏ? ନା ଧୂଆଁ। ଯେତେବେଳେ ସୂର୍ଯ୍ୟ ଆଉ ରାହୁର କମ୍ବିନେସନ ହେଇଯାଏ ସେ କମ୍ବିନେସନକୁ ଗ୍ରହଣ ଯୋଗ ବା ଗ୍ରହଣ ଦୋଷ ବୋଲି କୁହାଯାଏ। କାହିଁ କୁହାଯାଏ? କାରଣ ମଣିଷ ଯୋଉ ଭାବର କାରକ ତତ୍ଵରେ ସୂର୍ଯ୍ୟ ରାହୁ ରହିଗଲେ ସେ ଭାବର କାରକ ତତ୍ଵ ଦେଇ ସେ ନିଜକୁ ବା ଆତ୍ମଜ୍ଞାନ ପାଇବା ପ୍ରାପ୍ତିର ପଥରେ ସିଏ ଅଗ୍ରସର ହବାକୁ ତାକୁ ଅସୁବିଧା ଫେସ୍ ହବ, କାରଣ ତା ଆଗରେ ତ ଧୂଆଁ ଆସିଗଲା, ରାହୁ ଆସିଗଲା। ଏବଂ ସେ ଭାବର କାରକ ତତ୍ଵ ସମ୍ବନ୍ଧୀୟ ଜିନିଷରେ ବି ସେ ଠିକ ସେ ଜୁଡିସିୟସଲି ଡିସିସନ ନେଇପାରିବ ନାହିଁ। ତେଣୁ ଯଦି କମ୍ବିନେସନ ହିସାବରେ ମତେ ଯେତେ କମ୍ବିନେସନ ଆଷ୍ଟ୍ରୋଲୋଜିର ଅଛି, ଯେତେ ଗ୍ରହର କମ୍ବିନେସନ ଅଛି, ବହୁତ ବହୁତ ସାରା କମ୍ବିନେସନ ଅଛି, ବହୁତ ବଡ ବଡ କମ୍ବିନେସନ ଅଛି, କିନ୍ତୁ ଯଦି ମତେ ପର୍ସନାଲି ପଚରା ଯିବ ଯେ କୋଉ କମ୍ବିନେସନ ଚାର୍ଟରେ ସବୁଠୁ ବେଷ୍ଟ, କୋଉ କମ୍ବିନେସନ ଚାର୍ଟରେ ସବୁଠୁ ବେଷ୍ଟ, ତାହେଲେ ମୁଁ କହିବି ସୂର୍ଯ୍ୟ ଏବଂ ବୃହସ୍ପତି। ସନ୍ ଜୁପିଟର କମ୍ବିନେସନ ହେଲା ବେଷ୍ଟ କମ୍ବିନେସନ। କାହିଁକି ନା ସୂର୍ଯ୍ୟ ହଉଛନ୍ତି ଗ୍ରହ ମାନଙ୍କର ରାଜା, ବୃହସ୍ପତି ହଉଛନ୍ତି ମନ୍ତ୍ରୀ। ଯେତେବେଳେ ମଣିଷ ଆତ୍ମଜ୍ଞାନ ପ୍ରାପ୍ତି କରିବା ପଥରେ ଚାଲିବ, ଆଗେଇବ, ସେତେବେଳେ ଗୁରୁ ହିଁ ଦରକାର ନା, ଯିଏ ତାକୁ ପଥ ପ୍ରଦର୍ଶନ କରିବେ ତାର ଆତ୍ମଜ୍ଞାନ ପ୍ରାପ୍ତି କରିବା ପାଇଁ। କାରଣ ମଣିଷ ଜୀବନର ମୁଖ୍ୟ ଲକ୍ଷ୍ୟ ହଉଛି ଈଶ୍ୱର ପ୍ରାପ୍ତି ବା ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ ହେବା। ଆଉ ଜ୍ୟୋତିଷର ବଡ ବଡ ଗ୍ରନ୍ଥ ଯୋଉ ପୁରାତନ ଗ୍ରନ୍ଥ ଗୁଡିକ ରହିଛି ସେଥିରେ ମୋଟ ଏଇଆ ରହିଛି କି ଜ୍ୟୋତିଷ ମାଧ୍ୟମରେ ଲୋକ ସମୟକୁ ଜାଣି ତଦନୁପାତିକ କର୍ମକୁ ନିଷ୍କାମ ଭାବରେ ଆଲାଇନ କରିକି ତାର କର୍ମଟାକୁ ଏତେ ମାତ୍ରାରେ ସୁଧାରି ନଉ ଯାହା ଦ୍ୱାରା କି ସେ ତାର ଉଦ୍ବର୍ଦ୍ଧନ ହଉ ଏଇ ଜୀବନରେ। ସେଥିପାଇଁ ଜ୍ୟୋତିଷ ବନିଛି ମୋକ୍ଷ ପ୍ରାପ୍ତି କରିବା ପାଇଁ। ସେଥିପାଇଁ ତାକୁ ବେଦର ଚକ୍ଷୁ
ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରକୁ ବେଦର ଚକ୍ଷୁ ବୋଲି କୁହାଯାଏ। କିନ୍ତୁ ମଣିଷ ତାକୁ ଆଜିକାଲି ଜେନେରାଲି ମ୍ୟାଟେରିଆଲିଜିମ ପାଇଁ ୟୁଜ କରୁଛି, କାରଣ ସେଥିରେ ନଲେଜ ବି ଅଛି, ମ୍ୟାଟେରିଆଲିଜିମ ପାଇଁ ୟୁଜ ବି ହେବା ଦରକାର। ଲୋକମାନେ ଭଲରେ ବଞ୍ଚିଲେ ତ ଆତ୍ମଜ୍ଞାନ ପାଇଁ ଆଗେଇବେ। ଲୋକମାନଙ୍କର ବଞ୍ଚିବା ଯଦି ଦୁର୍ବିଷହ ହେଇଯିବ, ସେମାନେ କଣ ଆତ୍ମଜ୍ଞାନ ପାଇଁ ଆଗେଇବେ? କିନ୍ତୁ ମଣିଷ ଯେ କେବଳ ମ୍ୟାଟେରିଆଲିଜିମ ପାଇଁ ଆଷ୍ଟ୍ରୋଲୋଜିକୁ ୟୁଜ କରିବ, ସେଇଟା ଠିକ କଥା ନୁହେଁ। କେବେ କୋଉ ଆଷ୍ଟ୍ରୋଲୋଜର ପାଖକୁ କୌଣସି ଲୋକ ଆସିବନି ଜାଣିବା ପାଇଁ ଏ ଟାଇମରେ ମତେ କଣ କରିବା ଉଚିତ। ତାକୁ ଯଦି ପୀଡା ହେଇଥିବ ତାହେଲେ ସେ ଆଷ୍ଟ୍ରୋଲୋଜର ପାଖକୁ ଆସିବ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଆପଣ ମାନେ ବୁଝିବେ, କର୍ମ ଫଳ ଖଣ୍ଡନ ବା ପାପ ଗୁଡାକୁ କିଏ ବିନାଶ କରିଦବ? ନାଇଁ, କେବଳ ସୂର୍ଯ୍ୟ ଭଗବାନ ହିଁ ପାପକୁ ତୁମର ବିନାଶ କରିବାର। ଗ୍ରହ ମାନଙ୍କ ଭିତରେ ନା ବୃହସ୍ପତି ଦେବ, ନା ଶୁକ୍ରଦେବ, ନା କେତୁ ମହାରାଜ, ନା ମଙ୍ଗଳ ମହାରାଜ, ନା କେହି ବି ଅନ୍ୟ ପ୍ଲାନେଟ ତୁମ ପାପ ଗୁଡିକୁ ବିନାଶ କରିପାରିବେ ନାହିଁ। କେବଳ ସୂର୍ଯ୍ୟ ହିଁ ତୁମ ପାପ ଗୁଡାକୁ ବିନାଶ କରିପାରିବ। ସେଇଥିପାଇଁ ନବଗ୍ରହ ସ୍ତୁତିରେ କୁହାଗଲା, ତମୋରିଂ ବା ଧନ୍ତାରିଂ ସର୍ବ ପାପଘ୍ନ। ତମ ଜୀବନରେ ଯୋଉଠି ତୁମେ ଜାଣିପାରୁନ କି କୋଉ ମାର୍ଗ ଦେଇ ମୁଁ ଯିବି, କୋଉ ମାର୍ଗ ଦେଇକି ଗଲେ ମୋ ଜୀବନଟା ଉନ୍ନତି ମୁଖର ହେବ, ଯୋଉଠି କନଫ୍ୟୁଜନ ହେଲା ମାନେ ସେ ଜାଗା ହେଲା ଅନ୍ଧକାର। ସେଇଥିପାଇଁ କୁହାଯାଏ ଅଜ୍ଞାନଂ ତିମିରାନ୍ଧସ୍ୟ ଜ୍ଞାନଂ ଜନଂ ଶଲାକୟା। ମାନେ ଅଜ୍ଞାନ ରୂପୀ ଅନ୍ଧକାରକୁ ଯିଏ ଦୂର କରିକି ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି, ସେଠି ଯୋଉ ଆଲୋକର କଥା ଆସିଗଲା ସେ ହଉଛନ୍ତି ସୂର୍ଯ୍ୟ। ସିଏ ହଉଛନ୍ତି ସୂର୍ଯ୍ୟ। କାରଣ ତୁମେ ଜାଣିଲେ ତ ସେ ବିଷୟରେ ତମେ କୌଣସି ଜିନିଷକୁ ଆଗେଇବ। ମଣିଷ ସେଇ ଜିନିଷକୁ ଡରେ ଯୋଉ ଜିନିଷ ବିଷୟରେ ତାର ନଲେଜ ନଥାଏ। ଆଉ ଯୋଉ ଜିନିଷକୁ ସେ ଜାଣିଛି ତା ବିଷୟରେ ତାର ଡର ହିଁ ରହିବନି ଭାଇ। ତେଣୁ କହିବାର ତାତ୍ପର୍ଯ୍ୟ ହେଲା, ତମ ଜୀବନରେ ଯେତେବେଳେ ତମେ ବୁଝିପାରୁନାହ କି କଣ କରିବାର ଉଚିତ, ତମେ ଯେତେବେଳେ କନଫ୍ୟୁଜ ରହୁଛ, ଚାହେ ସେ କୌଣସି ଭାବରେ ସୂର୍ଯ୍ୟ ଥାନ୍ତୁ, ତୁମକୁ ତୁମ ସୂର୍ଯ୍ୟକୁ ବଳ ଦେବାକୁ ହିଁ ପଡିବ। ତୁମକୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାକୁ ହିଁ ପଡିବ, ସୂର୍ଯ୍ୟଙ୍କର ଉପାସନା କରିବାକୁ ହିଁ ପଡିବ। କାରଣ ଯିଏ ସମସ୍ତ ଜଗତର ଚରାଚର ଜଗତର ଉତ୍ପତ୍ତିର କାରଣ, ସେ ବି ତୁମ ଉତ୍ପତ୍ତିର କାରଣ ମଧ୍ୟ। ଏବେ ମୁଁ କହିବି ସୂର୍ଯ୍ୟଙ୍କର ଶ୍ରେଷ୍ଠ ପ୍ଲେସମେଣ୍ଟ କୋଉଟା। ଯେକୌଣସି କୁଣ୍ଡଳୀରେ ଯଦି ସୂର୍ଯ୍ୟ 3, 6, 10, 11 ଭାବରେ ଅଛନ୍ତି, ତାହେଲେ ଏଇଟା ହଉଛି ସୂର୍ଯ୍ୟଙ୍କର ସବୁଠୁ ଶ୍ରେଷ୍ଠ କମ୍ବିନେସନ। ସୂର୍ଯ୍ୟ ଭଗବାନ ମେଷ ରାଶିରେ ଉଚ୍ଚ, ତୁଳା ରାଶିରେ ନୀଚ, ଏବଂ ମୂଳ ତ୍ରିକୋଣ ସ୍ୱଗୃହ ହଉଛି ତାଙ୍କର ସିଂହ ରାଶି। ଠିକ ଅଛି। ତେଣୁ এইটা ତ ତାଙ୍କର ଉଚ୍ଚ ବା କାରକ ତତ୍ତ୍ୱ ହିସାବରେ। କିନ୍ତୁ ଜଣେ ମାନେ ସବୁଠୁ ଯଦି ଶ୍ରେଷ୍ଠ ମୋ ହିସାବରେ ଜଣାଯାଏ, 3, 6, 10, 11 ଭାବରେ ଯଦି ସୂର୍ଯ୍ୟ ରହିଲେ ସେଟା ହେଲା ସବୁଠୁ ଶ୍ରେଷ୍ଠ। କାହିଁକି ନା 3 ହଉଛି କାମନା, ଇଚ୍ଛାର ଭାବ, ପରାକ୍ରମର ଭାବ। 6 ହଉଛି ରୋଗ, ଋଣ, ଶତ୍ରୁ, ଆକୁ ଷଡ଼ ରିପୁ ମଧ୍ୟ ବି କୁହାଯାଏ ଏବଂ ଡେଲି ରୁଟିନ ବି କୁହାଯାଏ। ଷଡ଼ ରିପୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ, ସେଠି ସୂର୍ଯ୍ୟ। 10ମ ଘର ହଉଛି କର୍ମସ୍ଥାନ, ଯୋଉଠି ତମକୁ ଅଥରିଟି ଦରକାର, ତମକୁ ସତ୍ୱ ଗୁଣ ମେଣ୍ଟେନ କରି କାମ କରିବା ଦରକାର। ଏବଂ 11 ହଉଛି ତମର ଇଚ୍ଛା, 11 ହଉଛି ତମ ଇଚ୍ଛା ପୂର୍ତ୍ତି ବା ଲୋଭ ବା ଲାଭ ଯାହାବି। ତେଣୁ 3 ଭାବରେ ଯେତେବେଳେ ପରାକ୍ରମ ଦରକାର, ଯଦି ସୂର୍ଯ୍ୟ ଭଳି ପ୍ଲାନେଟ ଯିଏ ଚରାଚର ଜଗତର ଉତ୍ପତ୍ତିର କାରଣ ସେଠି ତୁମକୁ ଆସିଗଲେ, ତୁମେ ସୂର୍ଯ୍ୟଙ୍କର ଶକ୍ତି ସାହାଯ୍ୟରେ ପାୱାର ନେଇକି ତୁମେ ପରାକ୍ରମ କରିକି 3ର ଠିକ ଫ୍ରଣ୍ଟ ଘରଟା ହଉଛି 9 ନମ୍ବର ଘର, ତମେ ଭାଗ୍ୟକୁ ଜାଗ୍ରତ କରିପାରିବ। ପରାକ୍ରମଟା ତମର ସୂର୍ଯ୍ୟଙ୍କ ଭଗବାନଙ୍କ ଭଳିଆ ହବ। 6ରେ କିଏ? ତମର ଷଡ଼ ରିପୁ। ଷଡ଼ ରିପୁକୁ ବିନାଶ କରିବାକୁ ସୂର୍ଯ୍ୟ ଭଗବାନଙ୍କ ଲାଇଟ ହିଁ ଦରକାର। ତେଣୁ ସିଏ ସେଠି ଶ୍ରେଷ୍ଠ। ଏବଂ ସିଏ ହଉଛନ୍ତି ଦିବାକର। ସିଏ କେବେ ଦେଖିବ ସୂର୍ଯ୍ୟ କେବେ ଛୁଟି ନେଇଛନ୍ତି? ସଣ୍ଡେ ହେଲେ ଛୁଟି ନିଅନ୍ତିନି। ସେ ଠିକ ଟାଇମରେ ଉଦୟ ହୁଅନ୍ତି, ଠିକ ଟାଇମରେ ଅସ୍ତ ଯାଆନ୍ତି। ଦିନ ରାତି ତାଙ୍କରି ଦ୍ୱାରା ହିଁ ଚାଲେ। ଡେଲି ରୁଟିନକୁ ବି ଆମେ 6th ଭାବରୁ ହିଁ ଦେଖୁ। ତେଣୁ 6th ହାଉସରେ ସୂର୍ଯ୍ୟ ଶ୍ରେଷ୍ଠ। 10th ହାଉସ, କର୍ମ କରିବାକୁ ହେଲେ ପରାକ୍ରମ ଦରକାର, ସତ୍ୱ ଗୁଣି ଜିନିଷଟା ଦରକାର। ତେଣୁ 10th ହାଉସରେ ସୂର୍ଯ୍ୟ ଦିଗ୍ବଳୀ ବି ହେଇଯାଆନ୍ତି। ତେଣୁ ସେଠି ବି ସୂର୍ଯ୍ୟ ଭଗବାନ ଶ୍ରେଷ୍ଠ। 11th ହାଉସ, 11th ହାଉସରେ
जोटा कि लाभ लोभ, तमर लाभ लोभ एवं 11th हाउस रु ही मनीष गॉड रियलाइजेशन करे। जदि भगवान को रियलाइजेशन करिवार भाव को भाव आम चेक करवा, सेटा 11th हाउस। 11th हाउस रे यदि सूर्य रहिले सी तुमको पर ब्रह्म दिगरे आगे देबे। किंतु कंडीशन हैला, एटी मु लग्न कहूनी, जे कोनोसी एटा ब्लैंक चार्ट कहूची मु, किंतु यदि सूर्य अफ्लिक्टेड हे गेले मेनली कहा द्वारा, राहु और केतुंक द्वारा, ताले सेठी प्रॉब्लम हुए। मनुष्य को निजर आत्मज्ञान प्राप्ति करने पछरे बाधा सृष्टि हुए। ये नहीं कि मनुष्य पारिबन, एमती कौन सी जिनिस नाही। मनुष्य जदि हृदय दृढ़ भावना निष्ठा भक्ति प्रेम सहित करे, ता चार्टर चाहे थाऊ न थाऊ, निश्चित भाव में भगवान परमा प्रकृति परम पुरुष को ब्लेस कर दियंती कहा कहा माध्यम रे से करि परिबो। किंतु एया जदि गुडली प्लेस थिबो ताले पराक्रम कम करिया को पड़ियो, जदि बैडली प्लेस थिबो ताले पराक्रम करिया पय तमर बहुत आंठू गंठी छिंडी जीवो। आ जदि सूर्य अफ्लिक्टेड हे गेले ताले कोन कोन प्रॉब्लम आसे ना, ताकू गवर्नमेंट रो प्रॉब्लम आसे, कोर्ट केस रो समय असुविधा हवा को प्रॉब्लम आसे, हाड़ गोड़ बिंधेई तार एवं तार डाहाण आखिरे प्रॉब्लम हुए, तार जश ख्याति मान सबुतिक धूलिसात हो जाए, विभिन्न प्रकार कन्फ्यूजन से सदा सर्वदा चली थाए। तो यही जिनिसटा सृष्टि हुए। तेणु तुमर जदि कार 7th हाउस रे सूर्य अछंती ताले कोन हला ना, तुमे तुमर पार्टनर लाइफ पार्टनर द्वारा तुमे आत्मज्ञान को प्राप्ति करि परिबो। जार 6th हाउस रे अछंती से सेवा द्वारा तार आत्मज्ञान को प्राप्ति करि परिबो। खाली देखिया को दरकार कि को भाव रे ग्रह कोन कहउचंती, को भाव रे सूर्य दे प्लेस्ड अछंती, सेटा हला सबुठ बड़ इंपोर्टेंट जिनिस। तेणु यही सब जिनिस गुड़ा को तुमे जतबेले चार्ट रे देखिबो कि सूर्य माने रवि महाग्रह सूर्य देव कोउडी बसी छंती, सेटा को तुम गोटे अनुमान हे जीवो जे तुमे कहा माने की हिसाब रे तमे ताकू फलादेश करिवो, बाकी को भली भाव रे कहिवो जे कोन म पर कहिबी। सर्वप्रथमे देख कि सूर्यदेव जोटी बसचंती सेटा तांको निज घर, उच्च स्थान नीच स्थान मूल त्रिकोण समग्रह शत्रु ग्रह मित्र ग्रह एटा देखि दियो, तांको अंश बल देखि दियो, तांको दिग बल चेक कर, तांको चेष्टा बल चेक कर, तांको ऊपर किछि एप्लिकेशन अछि कि नहीं चेक कर, से को ग्रह को देखुचंती चेक कर। एवं जोड़ी सूर्य रहिले से भाव को नहीं कि तुमे कसस हो जीवो एवं टाइम बाउंड हो जीवो। देखो सूर्य केबे भी तांको जोगु समय परिचालित होइछि, सूर्य को देखिକି ହିଁ दिनमणि को देखिକି ହିଁ टाइम चले, आ तदनुपातिक ही काम करନ୍ତି समस्त लोक माने, से ही काल को सिग्निफाई करନ୍ତି, से ही काल को सिग्निफाई करନ୍ତି। तेणु जो भाव में तुम सूर्य रहिले एटा गोटे माने छोट टिप किंतु बहुत बड़ कथा, कारण सब छोट छोट जिनिस मिसले बड़ जिनिस हुए। सूर्य तुम जो भाव में रहीगले से भाव को लेकिन तुमे टाइम बाउंड हो समानुवर्ती हो निष्ठा रखिब से भाव को लेकिन, ताहले से भावर कारक तत्व तुमको हेल्प करिवो तुमर आत्मज्ञान प्राप्ति पे एवं तुमे मैटरल लाइफ रे जा चाहूचो पाइबा पई। तेणु पुणी थरे कहि रखे जो माने एस्ट्रोलॉजी पढुचंदी बिना सूर्यंकर आशीर्वाद रे हेबोनी, कारण से शक्ति देले ही केतु महाराज द्वारा तुमे किछि कहि परिबो। तेणु मु मूलरू कहितली सेई कथा जे तुमको यदि एस्ट्रोलॉजी रे किछि आगेइबार अछि ताहले भगवान गणपति को तो उपासना करिवो ही करिवो, जगदम्बा को उपासना करिवो। सर्वप्रथम तो आपण जाडू शिखिथिबे आपण जे गुरु थिबे तांको उपासना करिवो गुरुदेव गणपति जगदम्बा एमानंको तो उपासना करिवो, किंतु आपण मानकू सूर्य को उपासना करिबा को ही पड़िबो। बिना सूर्य देवंकर आशीर्वाद रे तुम भलो एस्ट्रोलॉजर हो परिबन बा एस्ट्रोलॉजी रो रिसर्च पार्ट को टच करि परिबन, कारण सीए जो भाव रे अछंती सेही भाव ही तुमको संकेत कर दबो तुमे आत्मज्ञान किपरि प्राप्ति करिवो। यार अनेक इंटरप्रिटेशन जो बहु हजार हजार लक्ष लक्ष इंटरप्रिटेशन बाहरी पारे, किंतु जोटा मो हिसाब रे गोटे चुंबक गोटे बुद्धि गोटे आइडिया मु तुमको देली, सेटा मोर निजर पर्सनल एक्सपीरियंस जोटा मु शेयर कली। तो आज सेशन पे एतिकी, पुणी किछि नुआ आमे करिबा।
ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ।